যে ବିରାଜମାନ କରିଛନ୍ତି ଅନେକ ଭକ୍ତ ବହୁ ମହାନ କାଳରୁ ଏ ପୁରୀ କ୍ଷେତ୍ର ଅଛି, ଜଗନ୍ନାଥ ଧାମ ଅଛି, ନୀଳାଚଳ କ୍ଷେତ୍ର ଅଛି, ସେଠି ସେ ବିରାଜମାନ କରିଛନ୍ତି। ବର୍ତ୍ତମାନ ସର୍ବତ୍ର ମଧ୍ୟ ପୃଥିବୀର ସର୍ବତ୍ର ଜଗନ୍ନାଥ ପ୍ରକାଶିତ ହେଲେଣି। ଆମର ଆନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା ସଂଘ ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ ଶ୍ରୀମଦୀ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ଜଗନ୍ନାଥ ଦେବଙ୍କର ଅତି ପ୍ରିୟ ଭକ୍ତ, ମହାନ ଭକ୍ତ, ସେ ଆଜି ପୃଥିବୀର ସର୍ବତ୍ର ଜଗନ୍ନାଥଙ୍କୁ ପ୍ରକାଶ କରାଇଛନ୍ତି। ଜଗନ୍ନାଥଙ୍କ ରଥଯାତ୍ରା କରୁଛନ୍ତି, ସେ କଥା ଆମେ କହୁଛୁ। ଭକ୍ତି ଇଚ୍ଛା ଉତ୍ପାତ ରୂପାୟ ପରମାତ୍ମନେ ନମଃ। ଭକ୍ତ ଇଚ୍ଛାରେ ଭଗବାନ ଅବତରଣ କରନ୍ତି, ଭଗବାନ ପ୍ରକାଶ କରନ୍ତି ନିଜକୁ। ଭକ୍ତ ଇଚ୍ଛା ଭକ୍ତ ବତ୍ସଳ ଭଗବାନ, ଭକ୍ତ ତାଙ୍କର ଅତି ପ୍ରିୟ। ଯାହା ଭକ୍ତ ଇଚ୍ଛା କରେ ଅହଂ ଭକ୍ତ ପରାଧୀନ ଅସ୍ୱତନ୍ତ୍ର ବୀଜ ସାଧୁବିକ ସ୍ତରରେ ଭକ୍ତି ଭକ୍ତ ଜନପ୍ରିୟ ଏ କଥା ଅଛି। ତେଣୁ ଭକ୍ତ ଇଚ୍ଛାରେ ଭକ୍ତ ବତ୍ସଳ ଭଗବାନ ନିଜକୁ ପ୍ରକାଶ କରନ୍ତି। ଭକ୍ତ ହିଁ ତାଙ୍କୁ ଅବତରଣ କରିପାରିବ, ଆଉ କେହି ଅବତରଣ କରିପାରିବେ ନା। ତେଣୁ ସେ ଶ୍ରୀ ଶ୍ରୀ ଜଗନ୍ନାଥ ଦେବଙ୍କର ପ୍ରିୟ ଭକ୍ତ ଆମର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦୀ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁପାଦ ମହାରାଜ ତାଙ୍କୁ ଆଜି ଶ୍ରୀ ଜଗତର ନାଥ ଜଗତପତି ଆଜି ସମଗ୍ର ଜଗତରେ ପ୍ରକାଶ କରାଇଛନ୍ତି। ଏ ଭକ୍ତର କରୁଣା ଅନେକ ଅଛନ୍ତି, ଆମେ ଦେଖୁଛେ, ଆମେ ଜାଣୁଛେ। ଅନେକ ଜଗନ୍ନାଥଙ୍କୁ କଥା କହୁଛନ୍ତି, ଜଗନ୍ନାଥଙ୍କର ସ୍ତବଗାନ କରୁଛନ୍ତି, ସ୍ତୁତି ଗାନ କରୁଛନ୍ତି, କିନ୍ତୁ ଜଗନ୍ନାଥ କିଏ ଜାଣିପାରୁନାହାନ୍ତି। এই কথা ବଡ଼ ବିଚିତ୍ର କଥା, ବଡ଼ ବିଚିତ୍ର। ଅନେକ ତଥାକଥିତ ପଣ୍ଡିତ ଅଛନ୍ତି, ତଥାକଥିତ ବହୁ ପଣ୍ଡିତ ଅଛନ୍ତି, ବଡ଼ ତାଙ୍କର ଶାସ୍ତ୍ର ଜ୍ଞାନ ଅଛି, କିନ୍ତୁ ଜଗନ୍ନାଥ ଯେ କିଏ କଥା ଜାଣିପାରୁନାହାନ୍ତି। ଜଗନ୍ନାଥଙ୍କ ସମ୍ବନ୍ଧରେ ନାନା ପ୍ରକାର କଳ୍ପନା ଜଳ୍ପନା ମନ ଧର୍ମ ସବୁ କରିପକାଇ ଯାଇଛନ୍ତି। କେତେ ପ୍ରକାର ଚାଲିଛି ଆପଣମାନେ ଜାଣୁଥିବେ ନା, କେତେ ପ୍ରକାର କଥା। ଏ କକେସିୟସ ମଙ୍ଗୋଲିଆନ ଏମିତି ବେଶ ସେମିତି ରଙ୍ଗ ଏଇସବୁ କଥା ସେମିତି କଥା ଇଏ କେତେ ପ୍ରକାର କହୁଛନ୍ତି। ଇଏ ସାବର କ୍ଷେତ୍ର ସାବରୀ ନାରାୟଣ ଅଙ୍କ ସେ ସବକ କଥା ଏଇସବୁ କଥା ହିଁ କହୁଛନ୍ତି। କେତେ ପ୍ରକାର କଥା ହିଁ କହୁଛନ୍ତି, କେତେ ସ୍ପେକୁଲେସନ। ସେ ସମ୍ବନ୍ଧରେ ବି ବଡ଼ ବଡ଼ ସଭା ସମିତି ହଉଛି, ଖୁବ ବଡ଼ ବଡ଼ ପଣ୍ଡିତ ବହୁ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଆସୁଛନ୍ତି। ସେମାନେ ମଧ୍ୟ ଏହିପରି ତାଙ୍କ ସ୍ପେକୁଲେସନ ମନୋଧର୍ମ କରି ତାଙ୍କର ମନୋକଳ୍ପିତ କେତେ ପ୍ରକାର କହିଯାଉଛନ୍ତି। এই ପ୍ରକାର ନାନା ପ୍ରକାର ପ୍ରଚଳିତ ଅଛି, କିନ୍ତୁ ପ୍ରକୃତ ପକ୍ଷେ ସେ ଜଗନ୍ନାଥ ଯେ କିଏ ଏ କଥା ଜାଣିପାରୁନାହାନ୍ତି। ଜଗନ୍ନାଥ ଯେ ବିରାଜମାନ ଅଛନ୍ତି, ଜଗନ୍ନାଥ ତାଙ୍କର ବଡ଼ ଭାଇ ବଳଦେବ, ତାଙ୍କର ଭଉଣୀ ସୁଭଦ୍ରା ଦେବୀ ବିରାଜମାନ ଅଛନ୍ତି। ସେ ବସୁଦେବ ଦେବକୀଙ୍କର ପୁତ୍ର, ସେ କୃଷ୍ଣ, ସେ ବାସୁଦେବ କୃଷ୍ଣ, ତାଙ୍କର ସେ ବସୁଦେବଙ୍କ ପୁତ୍ର ମଧ୍ୟ ବଳଦେବ ଏବଂ ତାଙ୍କର ବସୁଦେବ କନ୍ୟା ଭାଇ ଭଉଣୀ ବିରାଜମାନ ଅଛନ୍ତି। ଅଥଚ କିଏ ବୋଲି ଜାଣିପାରୁନାହାନ୍ତି। ପୁନଶ୍ଚ ଆମର ତ ଏଇ ଜଗନ୍ନାଥ କ୍ଷେତ୍ର, ଜଗନ୍ନାଥ ଦେଶ, ଜଗନ୍ନାଥ ଧାମ, ଏଠି ତ ଜଗନ୍ନାଥଙ୍କର କିଜି ଯାତ୍ରା ହେଉଛି। ସେ ଜଗନ୍ନାଥ ଦେବ ବର୍ଷକୁ ଥରେ ଏ ରଥକୁ ବିଜେ ହେଉଛି। ଅନ୍ୟ ସମୟରେ ଆସନ୍ତି ନା, କିନ୍ତୁ ତାଙ୍କର ବିଜେ ପ୍ରତିମା ଅଛନ୍ତି, ତାକୁ ହେଉଛନ୍ତି ମଦନ ମୋହନ। ଯେତେବେଳେ ଖରା ଦିନେ হয়, ଗ୍ରୀଷ୍ମ ଦିନରେ ଚନ୍ଦନ ଯାତ୍ରା হয়, ଚନ୍ଦନ ପୁଷ୍କରିଣୀ ଅଛି, ନରେନ୍ଦ୍ର ସରୋବର ଚନ୍ଦନ ଯାତ୍ରା କରିବା ପାଇଁ ଯାଆନ୍ତି, ଚା ଖେଳନ୍ତି। ସେ ଯାତ୍ରାକୁ ସେ ଜଗନ୍ନାଥ ଦେବଙ୍କର ବିଜେ ପ୍ରତିମା ମଦନ ମୋହନ ଯାଉଛନ୍ତି। ତାହେଲେ ଜଗନ୍ନାଥ ଯେ ମଦନ ମୋହନ ଏ କଥା ମଧ୍ୟ ଦେଖିକିରି ଦେଖୁଛନ୍ତି, ଦେଖିଆ ନା ଦେଖି ଜାଣେ ଅଭାବ ତେର ଜଣ ଇସୁ କଥା ଗୁଡ଼ା କହୁଛି। ଏ ବିଚିତ୍ର କଥା ସବୁ କାହିଁକି ନା, ପ୍ରକୃତ କଥା ତୁମର ଭକ୍ତି ନଥିଲେ, তুমি ଭକ୍ତ ହେଇନଥିଲେ ସେ କଥା ବୁଝିପାରିବ ନା, ବା ସେ ଜଗନ୍ନାଥ ପ୍ରକାଶ କରିବେ ନା, କୃଷ୍ଣଙ୍କୁ ପ୍ରକାଶ କରିବେ ନା, ଏଇଟା କଥାଟା। ଆଉ ଜଗନ୍ନାଥ ଅଷ୍ଟକ ଅଛି ଆମର, ଯେଉଁମାନେ ଗାନ ହିଁ କରୁଛନ୍ତି, ବହୁ ଭକ୍ତ ଗାନ କରୁଛନ୍ତି। ଶ୍ରୀମନ ଚୈତନ୍ୟ ମହାପ୍ରଭୁ ଆସିଲେ ସେ ଗାନ କରୁଛନ୍ତି, ଶଙ୍କରାଚାର୍ଯ୍ୟ ମଧ୍ୟ ଗାନ କରିଛନ୍ତି ଜଗନ୍ନାଥ ଅଷ୍ଟକ। ସେଠି ପରିଷ୍କାର ଭାବରେ କିପରି ଲେଖାଯାଇଛି ଜଗନ୍ନାଥ କିଏ। ଅନେକ କଥା ଅନେକ ବି କହନ୍ତି, ଇଏ ଗୋଟାଏ କୋଉଠି କଣ କିଏ ବାହାର କରିଛି, କିଏ ଲେଖିଛି ବା କଣ ସେ ବିଷୟରେ ଆମେ କହିପାରିବେ ନା। କହନ୍ତି ଯେ ଏଇଟା ଯେ କଣ ଜଗନ୍ନାଥ ଯେ 16 କଳା ତୋଙ୍କଳାଏ ନନ୍ଦକଳା କିଏ କିଏ ଅର୍ଥ। ଜଗନ୍ନାଥ 16 କଳା ତୋଙ୍କଳାଏ ନନ୍ଦବଳା, ନନ୍ଦବଳା ନନ୍ଦନନ୍ଦନ ଯଶୋଦାନନ୍ଦ କୃଷ୍ଣ।
ସେ ଜଗନ୍ନାଥ ତ ଶ୍ରୀକୃଷ୍ଣ ଆଉ ସେ କଣ 16 ହେଲେ କଳାଇ କେମିତି ହେଲେ यार की अर्थ अच्छी कौन कथा अच्छी आम कि बुझीपार ये कथा गुड़ाई एपरी नाना कथा अच्छी तेरे जगन्नाथ अष्टक जे आम प्रमाणित अच्छी सब जो अनेक भक्त गान कर कौन लिखा जाए कदाचित कालिंदी तट विपिन संगीत तरल मुदाभिरी नारी बदन कमला स्वाद मधुप ब्रह्मा शंभु ब्रह्मा मरपति गणेशार्चित पद जगन्नाथ स्वामी नयन पथगामी भवतुमे ये प्रथम क्री ये कथा लिखाला कदाचित कालिंदी तट विपिन संगीत तरल मुदाभिरी नारी बदन कमला स्वाद मधुप जे केवे केवे जमुना तीरस्थ वन मध्य संगीत करी करी भ्रमर परी आनंदरे ब्रजगोपी मानकर मुखारविंदर मधु पान करती एवं लक्ष्मी शिव ब्रह्मा इंद्र गणेश प्रभृति देवदेवी गण जहांकर सर्वजीवन अर्चना करिथांती से प्रभु जगन्नाथ देव मोर नयन पथर कथि कहू जे जमुना तीर गोपी मानकर बदन कमल मधुपान करुले से गोपीनाथ से गोपीजन बल्लभ जे कृष्ण से जे जगन्नाथ एक कथा कीर्त कह जाऊँ अथच एने बुझीपार जगन्नाथ के से जगन्नाथ आउ जने के उन्हें के ये बड़ विचित्र कथा भुजे सव्य वेणु शिरसी शिखी पिछ कटी तटे दुकुल नेत्र नेत्रांके सहचर कटाक्षम विदधते सदा श्रीमद वृंदावन वसती लीला परिचय जगन्नाथ स्वामी नयन पथगामी भवतु ये कथा लिखा बाम हस्तर वेणु शिरे शिखी पुच्छ कटितटे पीताम्बर नयन प्रांते सहचर गणपति कटाक्ष धारण करी सर्वदा श्री वृंदावन रासलीला करती जे से प्रभु जगन्नाथ देव मोर नयन पथगामी हूँ ताहले से कृष्ण छड़ा के ये कथा तो परिष्कार भाव में कह अथच जगन्नाथ को ये देखिपार जापार बुझीपार महान बोध तीरे कनक रुचिरे नील शिखरी बसन प्रासादांत सहज बलभद्रेण बलिना सुभद्रा मध्यस्थ सकल सूर सेवा बसरदो जगन्नाथ स्वामी नयन पथगामी भवतु जे ए महासमुद्र तीर कनकोज्जल नीलाचल शिखर प्रासादाभ्यंतर बलिष्ठ सहोदर बलदेव सुभद्रा मध्य रखी अवस्थान करी समस्त देवगण को स्वीय सेवा कर सुजोग प्रदान कर प्रभु जगन्नाथ देव मोर नयन पथगामी अष्टक परिष्कार वर्णना किया जाए अनेक ये अष्टक गान करती जानी संपूर्ण भाव में ताहा करने जाऊना कहीं समय बहुत हो जाऊँ 9टा बाजी जाऊँगी आमर वैष्णव प्रभु आसती सत्य गोविंद प्रभु से आपन को बड़ ओजस्वी भाषा जगन्नाथ कथा कहे आम शुणुचु तेणु जगन्नाथ कृपा कर से आज आसी जाइए कथा भावुली तेरे कहवाक सुजोग देवी से आपण कहे आपण मान शुणे ये शेष कथा कहूँ जगन्नाथ को देखापी जानापी से जगन्नाथ भक्ति आपण ठारे रही दरकार जगन्नाथ जदि कृपा न करेंगे आपण मैंने देखिपारे ना श्रीमन महाप्रभु जितेबले सन्यास लीला प्रकाश कले सन्यास ने 24 वर्ष से वृंदावन जाऊे कि माता सती माता अनुरोध क्रमे से नीलाचल धाम को आसिले से जो सन्यास नहीं आसुच्च राधा भाव विभावित साथी भक्त थे से आसुले जितेबले निकट हो गले जगन्नाथ मंदिर चूड़ा पताका देखागला महाप्रभु बड़ जोर रे भाव विहलित होकर धैले साथी आसता भक्त मैंने धई पारे ना आसिक धाई धाई कर जगन्नाथ मंदिर में प्रवेश कले जगन्नाथ दर्शन जगन्नाथ क्यों रूप देखी से श्याम सुंदर रूप तीर्थी श्याम सुंदर रूप माधुर्य कृष्ण श्याम सुंदर रूप दर्शन करे आहा मोर प्राण नाथ
ରାଧା ଭାବକୁ ପ୍ରାଣ ନାଥ କରି ଧରି ଯାଉଛନ୍ତି। ଯେତେବେଳେ ମଝିରେ ସେ ଅଚେତ ହୋଇକରି ପଡ଼ିଯାଇଥିଲେ, ଜଗନ୍ନାଥ ଦେବ ତାଙ୍କୁ ଶ୍ୟାମ ସୁନ୍ଦର ଦେଖେଇଥିଲେ। ସେ ଶ୍ୟାମ ସୁନ୍ଦର, ସେ ଭାବ ଯଦି କାହାର ଥିବ, ଯୋଉ ଭାବ ସେ ଶ୍ରୀମନ ଚୈତନ୍ୟ ମହାପ୍ରଭୁ ଅବଶ୍ୟ ସେ କୃଷ୍ଣ ସେ ଜଗନ୍ନାଥ, କିନ୍ତୁ ସେ ଭକ୍ତ ଭାବ ଅଙ୍ଗୀକାର କରି ଭକ୍ତ ଭାବରେ ଆସିଥିଲେ। ରାଧା ଭାବ ଅଙ୍ଗୀକାର କରିଥିଲେ। ରାଧା ଭାବ ତାଙ୍କଠାରେ ଯାହା କହନ୍ତି ପ୍ରିଡୋମିନେଟଲି ବହୁ ଭାବରେ ରାଧା ଭାବ ପ୍ରକାଶ କରିଥିଲେ ସେ। ତେଣୁ ମୋର ପ୍ରାଣନାଥ ସେ ଶ୍ୟାମ ସୁନ୍ଦର, ଶ୍ୟାମ ସୁନ୍ଦର ରୂପ ଜଗନ୍ନାଥ ତାଙ୍କୁ ଦେଖେଇଥିଲେ। ରସାଗ୍ରରେ ରଥଯାତ୍ରା ହୁଏ, ଭକ୍ତମାନଙ୍କ ଗହଣରେ ଅଦ୍ଭୁତ ଉଚ୍ଛ୍ୱାସ କୀର୍ତ୍ତନରେ ଶ୍ରୀମନ୍ ମହାପ୍ରଭୁ କରୁଥିଲେ। ସେ କୀର୍ତ୍ତନ ଦେଖି, ସେ ନୃତ୍ୟ ଦେଖି ଜଗତ ବିସ୍ମିତ, ଜଗନ୍ନାଥୋପି ବିସ୍ମିତ। ଏ କଥା ଅଛି ସେଦିନ ରଥଯାତ୍ରା ଦିନ ଆମେ ଏ କଥା କହିଥିଲୁ। ଶ୍ରୀମନ୍ ମହାପ୍ରଭୁ ରଥଯାତ୍ରାର ଯୋଉ କଥା, ଯୋଉ ରହସ୍ୟ ଉଦ୍ଘାଟନ କରୁଛନ୍ତି, ଆମେ କହିଛନ୍ତି ସେ କଥା ଆମେ ପ୍ରଥମ ଦିନ କହିଥିଲି। ତେଣୁ ତାର ପୁନରୁଦ୍ଧାର କରିବାକୁ ଚାହୁଁନି। ତେବେ ଏ ପ୍ରକାର ଭାବ ଯୋଉମାନଙ୍କର ଅଛି ବା ରହିଥିବ ହୃଦୟରେ, ସେ ଜଗନ୍ନାଥଙ୍କର ଶ୍ୟାମ ସୁନ୍ଦର ରୂପ ଦେଖିବେ। ନଚେତ୍ ଜଗନ୍ନାଥଙ୍କର ଯେ ପ୍ରକୃତ ରୂପ, ସେ ମାଝି ଯେ କଣ କୃଷ୍ଣ ସେ ଶ୍ୟାମ ସୁନ୍ଦର ଏ ରୂପ କଥା କିଏ ଦେଖିପାରିବେ ନା। ଏ ହେଉଛି ଅସଲ କଥା। ତେଣୁ ଆପଣମାନଙ୍କୁ ମୋର ଏଇ ବିନମ୍ର ଅନୁରୋଧ, ଆପଣମାନେ ସେଇ ଭକ୍ତି ଜାଗର ପାଇଁ ଯତ୍ନ କରନ୍ତୁ। ମାନବ ଜୀବନ ସୁଦୁର୍ଲଭ, ମାନବ ଜୀବନର ଉଦ୍ଦେଶ୍ୟ ପରମାର୍ଥ ଲାଭ, କୃଷ୍ଣ ଭକ୍ତି ଲାଭ, କୃଷ୍ଣ ଲାଭ, ଇଏ ହେଉଛି ମାନବ ଜୀବନର ଉଦ୍ଦେଶ୍ୟ। ଏଥିପାଇଁ ଆମେ ଆସିଛେ, ସେଥିପାଇଁ ଆମକୁ ପ୍ରୟୋଜନ କରିବା। ସେଥିପାଇଁ ଯେଉଁମାନେ ଆଗ୍ରହୀ ହେବେ, ଭଗବାନ ଯିଏ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ଅଛନ୍ତି, ସର୍ବସ୍ୱ ତାଙ୍କ ହୃଦୟ ସନ୍ନିବିଷ୍ଟ, ସେ ଜାଗ୍ରତ ହେଇଯିବେ। ଆହା, ମତେ ଜାଣିବା ପାଇଁ ବିଗ୍ରହ ହେଇ ଉଠିଲାଣି, ସେ ସାହାଯ୍ୟ କରିବେ। ସୁପ୍ରକାର ଅନୁକୂଳ ବାତାବରଣ ଆପଣଙ୍କ ପାଇଁ ଆସିଯିବ। ଆପଣ ସେ ଭଗବାନଙ୍କୁ, ସେ ଜଗନ୍ନାଥଙ୍କୁ ଜାଣିବା ପାଇଁ ସୁଯୋଗ ପାଇଯିବେ। ତାହା ନହେଲେ ଯାହାର ବ୍ୟାକୁଳତା ନାହିଁ, ବ୍ୟଗ୍ରତା ନାହିଁ, ସେ କାହିଁକି ବା ଜାଣିବ, ବା ଭଗବାନ ତାଙ୍କୁ କାହିଁକି ବା ଦର୍ଶନ ଦେବେ? ଏ ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ କଥା। ସେଥିପାଇଁ ଆମର ବ୍ୟଗ୍ରତା ଥିବା ଦରକାର। ମୁଁ କିପରି ସେ ଭଗବାନଙ୍କୁ ଦେଖିବି, ମୁଁ କିପରି ସେ ଭଗବାନଙ୍କୁ ଜାଣିବି, ସେ ଜଗନ୍ନାଥଙ୍କର ସେ ଅତି ସୁନ୍ଦର ଶ୍ୟାମ ସୁନ୍ଦର ରୂପ ଟିକେ ଦର୍ଶନ କରିବି। ଏ ବ୍ୟଗ୍ରତା ଥିବା ଦରକାର। ତାହେଲେ ଭଗବାନ କୃପା କରିବେ। ଏ ସମ୍ବନ୍ଧରେ ବହୁ ବହୁ କଥା ଅଛି। ସେ